ମଙ୍ଗଳବାର ସକାଳେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତାରୁ ବିଜେମାର ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ୱରେ ଥିବା ସବ୍ ମାଇନର କେନାଲରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଓଲଟା ହୋଇ ପଡ଼ିଥିବା କିଛି ଲୋକ ଦେଖିଥିଲେ। ତୁରନ୍ତ ଏନେଇ କଲମପୁର ପୁଲିସକୁ ସୂଚନା ଦିଆଯାଇଥିଲା। କୁଟରୁ ପୁଲିସ ଫାଣ୍ଡି ଅଧିକାରୀର ଶ୍ରୀ ଅସିତ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ, କିନ୍ତୁ ଉକ୍ତ ମୃତଦେହଟି ଅଞ୍ଚଳର ଲୋକଙ୍କ ପାଇଁ ଅପରିଚିତ ଥିଲା। ପରବର୍ତ୍ତୀ ସମୟରେ କଲମପୁର ପୁଲିସ ଥାନା ଅଧିକାରୀ ବିଶମ୍ବର କହଁର ଘଟଣାସ୍ଥଳରେ ପହଞ୍ଚିବା ପରେ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରିବା ସହ ଶବର ପଞ୍ଚନାମା କରାଯାଇଥିଲା। ମୃତକଙ୍କ କୌଣସି ପରିଚୟ ମିଳିନଥିବାରୁ ମୃତଦେହ ସଂରକ୍ଷିତ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯିବ। କିନ୍ତୁ ବର୍ତ୍ତମାନ ଦିନ 12:45 ଖବର ଲେଖାଯିବା ପର୍ଯ୍ୟନ୍ତ ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଶବବାହକ ଯାନ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଶବକୁ ସ୍ଥାନାନ୍ତରିତ କରାଯାଇନାହିଁ। ଏହି ଘଟଣାରେ ତଦନ୍ତକାରୀ ଅଧିକାରୀ ଭାବେ କୁଟରୁ ପୁଲିସ ଫାଣ୍ଡି ଅଧିକାରୀ ଶ୍ରୀ ପଣ୍ଡା ଦାୟିତ୍ୱ ନେଇଛନ୍ତି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ଲୋକଟି ମାନସିକ ବିକୃତ। କଳାହାଣ୍ଡି ଜିଲ୍ଲା ଜୟପାଟଣାରୁ ରବି ମିଶ୍ରଙ୍କ ରିପୋର୍ଟ, ନିର୍ମଳ ଟିଭି।